ସୁଧୀର ଦେବ ଜଣେ ସରଳ ଏବଂ ନିଷ୍କପଟ ମଣିଷ। ଜନ୍ମରୁ ସେ ଦୃଷ୍ଟିବାଧିତ। ଭଗବାନ ସିନା ତାଙ୍କୁ ଦେଖିବାକୁ ଶକ୍ତି ଦେଇନାହାନ୍ତି, ପରନ୍ତୁ ତାଙ୍କୁ ନିରୀହ ମନଟିଏ ତ ଦେଇଛନ୍ତି। ଛନ୍ଦ କପଟ ଯେମିତି ସେ କିଛି ବି ଜାଣନ୍ତି ନାହିଁ। ସୁଧୀରଙ୍କ ସାହାରା କହିଲେ ତାଙ୍କ ହାତର ବାଡ଼ି ଖଣ୍ଡିକ। ଜଣେ ଦୃଷ୍ଟିବାଧିତ ବ୍ୟକ୍ତିଙ୍କ ପାଇଁ ତା ବାଡ଼ିଟି ହେଉଛି ତା ପାଇଁ ସବୁକିଛି। କାରଣ ବାଡ଼ି ବିନା ସେ ବେସାହାରା ହୋଇପଡ଼େ। ଝାଟିମାଟି କୁଡ଼ିଆରେ ସୁଧୀରଙ୍କ ଦିନ କଟେ। ଅନେକ ସରକାରୀ ବାବୁଙ୍କ ପାଖକୁ ଘର ଖଣ୍ଡେ ପାଇଁ ଦୌଡ଼ି ଦୌଡ଼ି ସେ ନିରାଶ ହୁଅନ୍ତି। ସରକାରୀ ବାବୁ ଘର ଖଣ୍ଡେ ଦେବା ପାଇଁ ପ୍ରତିଶ୍ରୁତି ତ ଦିଅନ୍ତି ସତ, କିନ୍ତୁ ତାଙ୍କ ପ୍ରତିଶ୍ରୁତିରେ ହିଁ ରହିଯାଏ। ସବୁଆଡ଼ୁ ନିରାଶ ହେବା ପରେ ଶେଷରେ ସୁଧୀର ସୁବର୍ଣ୍ଣପୁର ଜିଲ୍ଲାପାଳ ଡାକ୍ତର ନୃପରାଜ ସାହୁଙ୍କୁ ସାକ୍ଷାତ କରି ନିଜ ଗୀତ ମାଧ୍ୟମରେ ଘର ଖଣ୍ଡେ ପାଇଁ ଗୁହାରି କରିଥିଲେ ଏବଂ ଜିଲ୍ଲାପାଳ ମଧ୍ୟ ସୁଧୀରଙ୍କ ଗୀତକୁ ହୃଦୟଙ୍ଗମ କରି ତାଙ୍କୁ ଘର ଖଣ୍ଡେ ସରକାରୀ ସାହାଯ୍ୟରେ ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଆଉ ଜିଲ୍ଲାପାଳ ମହୋଦୟ ନିଜର ପ୍ରତିଶ୍ରୁତି ରକ୍ଷା କରି ସରକାରୀ ସାହାଯ୍ୟରେ ଘର ଖଣ୍ଡେ ମଧ୍ୟ ସୁଧୀରଙ୍କ ପାଇଁ ଯୋଗାଇ ଦେଲେ। ଆଉ ଏବେ ସୁଧୀରଙ୍କ ଘର କାମ ମଧ୍ୟ ଶେଷ ହେବା ଉପରେ। ଆଉ ବାକି ଯାହା ବାରଣ୍ଡା କାମ ଟିକେ ବାକି ରହିଯାଇଛି, ଖୁବ୍ ଶୀଘ୍ର ସେସବୁ ମଧ୍ୟ ସରିଯିବ। ଏହି ଖୁସିରେ ସେଦିନ ପୁଣି ଥରେ ଜିଲ୍ଲାପାଳଙ୍କୁ ନିଜର କୃତଜ୍ଞତା ଜଣାଇବା ପାଇଁ ସୁଧୀର ନିଜର ବାଡ଼ି ସାହାଯ୍ୟରେ ଚାଲି ଚାଲି ଆସିଛନ୍ତି ଜିଲ୍ଲାପାଳଙ୍କ ପାଖକୁ। ଆଉ ଜିଲ୍ଲାପାଳଙ୍କୁ ମଧ୍ୟ ନିମନ୍ତ୍ରଣ କରିଛନ୍ତି ତାଙ୍କ ଘରକୁ ଯିବା ପାଇଁ। ଏହି ପରିପ୍ରେକ୍ଷୀରେ ସେଦିନ ଜିଲ୍ଲାପାଳ ଡାକ୍ତର ନୃପରାଜ ସାହୁ ସୁଧୀରଙ୍କୁ ଦେଖି ବହୁତ ଖୁସି ହୋଇଛନ୍ତି ଏବଂ କହିଛନ୍ତି, ସୁଧୀର ଦେବ ଜଣେ ଦୃଷ୍ଟିବାଧିତ ବ୍ୟକ୍ତି ଅଟନ୍ତି। ଆଉ ଥରେ ସୁଧୀରଙ୍କ ସହିତ ମୁହାଁମୁହିଁ ମୋର ଦେଖା ହେବ ବୋଲି ମୁଁ ଭାବିନଥିଲି। ମୋ ଭାଗ୍ୟକୁ କାଲି ମୋ କାର୍ଯ୍ୟାଳୟରେ ମଧ୍ୟ ଉପସ୍ଥିତ ଥିଲି। ଅପ୍ରତ୍ୟାଶିତ ଭାବେ ଗୀତ ଗାଇ ସେ କେବଳ ମୋତେ ନୁହେଁ, ସାରା ଓଡ଼ିଶାର ଲୋକଙ୍କ ହୃଦୟକୁ ଜିତି ପାରିଥିଲେ। ମୋତେ ଘରଟେ ପାଇଁ ଗୀତ ମାଧ୍ୟମରେ ଗୁହାରି କରିଥିଲେ। ଘର ଏବେ ସରିବା ଉପରେ। ଘରକୁ ଯିବା ପାଇଁ ମୋତେ ନିମନ୍ତ୍ରଣ ଦେବାକୁ ଆସିଥିଲେ। ଆଉ ଟିକେ ବାରଣ୍ଡା କାମ ବାକି ଅଛି, ବିଡିଓଙ୍କୁ ମଧ୍ୟ କହିଦେବାକୁ ସେ ଅନୁରୋଧ କରିଥିଲେ। ସତରେ ନିଷ୍କପଟ କୃତଜ୍ଞତାରେ ଛଳଛଳ ହେଉଥିଲା ସୁଧୀରଙ୍କ ମନ ଆଉ ହୃଦୟ। ସାମାନ୍ୟ ଟିକେ ସାହାଯ୍ୟ ଆଉ ଉପକାର ଟିକେ ପାଇଲେ ଏମାନଙ୍କ ଭଳି ମଣିଷ ସତରେ କେତେ କୃତଜ୍ଞ। ମୁଁ କେବଳ ମୋ ଦାୟିତ୍ୱ ନିର୍ବାହ କରିଥିଲି ସରକାରୀ ବ୍ୟବସ୍ଥାରେ ଥିବା ଘର ଖଣ୍ଡେ ଦେଇ। ନିରୀହ ସୁଧୀରମାନେ ଏକଥା ବୁଝନ୍ତିନି। ସରକାରୀ ବାବୁଙ୍କ ଉଦାରପଣ ଆଉ ଅପୂର୍ବ ଦୟା ବୋଲି ସେମାନେ ବିଚାର କରିନିଅନ୍ତି। ବାବୁଙ୍କ ପାଖରେ ଆଉ ସବୁ କୃତଜ୍ଞତା ଅଜାଡ଼ି ବି ଦିଅନ୍ତି। ଏଇ ଯେମିତି ଗତକାଲି ମୋ ପାଇଁ ସୁଧୀର ଅଜାଡ଼ି ଦେଇଥିଲେ। ଆମେ ଭୁଲିଯିବା କଥା ନୁହେଁ ଯେ ସୁଧୀରଙ୍କ ଭଳି ମଣିଷମାନେ କାହାର ଦୟାର ପାତ୍ର ନୁହନ୍ତି। ସେମାନେ ସରକାରୀ ଏବଂ ସାମାଜିକ ବ୍ୟବସ୍ଥାରେ ସବୁ ସୁବିଧା ପାଇବା ପାଇଁ ହକଦାର ଅଟନ୍ତି। କାରଣ ସୁଧୀରଙ୍କ ଭଳି ସମାଜରେ ଏମିତି ଦୃଷ୍ଟିବାଧିତ ସାଧାରଣ ମଣିଷ ଅଛନ୍ତି। କୁଟିଳତା ଆଉ ଜଟିଳତାରୁ ବହୁ ଦୂରରେ ଥିବା ମଣିଷମାନେ ଭଲରେ ରୁହନ୍ତୁ, ଏତିକି ହିଁ କାମନା। মতে দয়া কলে আমার বাবু কলেক্টর। মতে দয়া কলে আমার বাবু কলেক্টর। জিলা পয়সা ফজুল, জিলা পয়সা ফজুল। আপনাকে মুই জুহার করুথিমি বারবার। আপনকু বাপ সমান মানিয়ে ধর। আপনকু বাপ সমান মানিয়ে ধর।
চিন্তা করবা হজুর কথা বিচার কর হ্যাঁ গো বাবু জিলাপাল আছে কলেক্টর হ্যাঁ গো বাবু জিলাপাল কলেক্টর এই কথা বিচার কর এই কথা বিচার কর জিলাপাল মশাই হজুর জিলাপাল মশাই হজুর আর জলদি ভিডিও আইনা তু অর্তম মোর বারন্দা সিড়ি পেমেন্ট পকেই দেবে জলদি ভিডিও সারু আপন দেবু মোর বারন্দা সিড়ি পেমেন্ট পকেই দেবে যদি করি মনেই দেবে ঠিকানার যদি করি মনেই দেবে ঠিকানার কিশোর কিশোর ভেনেই মর কিশোর কিশোর ভেনেই মর কথা বিচার করুন কথা বিচার করুন মজিলা পাশা খজুর কথা বিচার করুন কথা বিচার করুন মজিলা পাশা খজুর আপন তুমি বাবলিয়া দেউছে আমার সম্পুরে মোর পথন বলি মানছে মতে 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 বিচার কর হাগ বাবু মোর কলে ଟିଟିଲାଗଡ଼ର ଓଡ଼ିଶା ବ୍ୟୁରୋ ମୁଖ୍ୟ ସନ୍ତୋଷ କୁମାର ପଟ୍ଟନାୟକଙ୍କ ରିପୋର୍ଟ ଶ୍ରୀକ୍ଷେତ୍ର ଲାଇଭ୍।